ଆଜି ଦିନଟି ତୁମ ପାଇଁ, ତୁମ ଜୀବନ ପାଇଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ମୋ କଥା ଉପରେ ବିଶ୍ୱାସ କର, ମୁଁ କେବେ ବି ମିଛ କୁହେ ନାହିଁ। ବହୁତ ଶୀଘ୍ର ତୁମେ ଏକ ଯାତ୍ରାରେ ଯିବ। ହଁ, ମୁଁ ମଧ୍ୟ ତୁମ ସାଥିରେ ଯିବି। ଏହି ଯାତ୍ରାରେ ଅନେକ ଏମିତି ମୁହୂର୍ତ୍ତ ଆସିବ ଯାହାକୁ ତୁମେ ସାରା ଜୀବନ ମନେ ରଖିବ। ଯେତେବେଳେ ବି ତୁମେ ତୁମ ଘରୁ ବାହାରକୁ ଯାଅ, ତେବେ ମୋ ପୂଜା କରିପାରୁନଥିବାରୁ ତୁମକୁ ଦୁଃଖ ଲାଗିଥାଏ। କିନ୍ତୁ ପିଲାମାନେ, ମୁଁ ତ ତୁମ ହୃଦୟରେ ବାସ କରେ। ତେଣୁ ତୁମର ସ୍ନେହପୂର୍ଣ୍ଣ ଭାବରେ ସାଇ ଡାକିବା ମଧ୍ୟ ମୋର ପୂଜା କରିବା ସହିତ ସମାନ ହୋଇଥାଏ। ସେତେବେଳେ ତୁମେ ତ ମୋତେ ତୁମର ସକାଳର ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ପ୍ରତ୍ୟେକ ସମୟରେ ମନେ ପକାଅ। ତୁମଠାରୁ ଏହିଭଳି ଭଲ ପାଇବା ପାଇ ମୁଁ ତୁମର ଋଣୀ ହୋଇଗଲିଣି। ତୁମ ଜୀବନର ଦିଶା ବଦଳାଇ ଏବେ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ହଁ, ବେଳେବେଳେ ତୁମ ମନରେ ଭୁଲ ବିଚାର ଆସେ। ତେବେ ତୁମେ ମୋତେ କୁହ ଯେ, ବାବା, ମୁଁ ଜାଣେ ଏହା ଭାବିବା କିମ୍ବା କରିବା ଭୁଲ, କିନ୍ତୁ ବେଳେବେଳେ ମୋତେ ଏହା କରିବାକୁ ପଡ଼ିଥାଏ, କାରଣ ପରିସ୍ଥିତି ଏପରି ହୋଇଯାଇଥାଏ। ତେଣୁ ପିଲାମାନେ, ଯଦି ତୁମକୁ ଜଣାଅଛି ଯେ ଏହି କାର୍ଯ୍ୟଟି ଭୁଲ ଅଟେ, ତେବେ ତୁମର ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣରେ ରଖ ଏବଂ ମୋ ନାମ ଜପ କର। ଦେଖିବ, ତାପରେ ମୁଁ ତୁମକୁ ଭୁଲ କାର୍ଯ୍ୟରୁ ନିବୃତ୍ତ କରିବି। ଖୁସିରେ ରୁହ, ଖୁବ୍ ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।